ଆପଣମାନେ ତ ସମସ୍ତେ ଜାଣିଅଛନ୍ତି ଆସନ୍ତାକାଲି 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁମାନେ 15 ତାରିଖରେ ସୁଦ୍ଧା ଆପ୍ଲାଏ ବା ପଞ୍ଜୀକରଣ କରିସାରିଛନ୍ତି ସେମାନଙ୍କର ଏକାଉଣ୍ଟକୁ 5,000 ଟଙ୍କା ଲେଖା ଛାଡ଼ିବେ ସରକାର। ଯଦି ଆପଣଙ୍କର ବ୍ୟାଙ୍କ ସହିତ ଆଧାର କାର୍ଡ଼ ଲିଙ୍କ ନାହିଁ ତାହେଲେ ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକି ଏହି ଭିଡ଼ିଓରେ ଆପଣ ଜାଣିପାରିବେ ଆପଣଙ୍କର ବ୍ୟାଙ୍କ ସହିତ ଆଧାର ଲିଙ୍କ ଅଛି କି ନାହିଁ। କାହିଁକି ଆଧାର ବେସ୍ରେ ହିଁ ପେମେଣ୍ଟ ହେବ। ଯଦି ଆପଣଙ୍କର ବ୍ୟାଙ୍କ ସହିତ ଆଧାର ଲିଙ୍କ ନାହିଁ ତାହେଲେ ଆପଣଙ୍କୁ ମିଳିବନି ଟଙ୍କା। ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣିପାରିବେ। ତ ଚାଲନ୍ତୁ ଏହି ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଆପଣଙ୍କୁ କୌଣସି ବ୍ରାଉଜର କିମ୍ବା କ୍ରୋମ୍ ବ୍ରାଉଜରକୁ ଓପେନ୍ କରିନିଅନ୍ତୁ। ଆପଣଙ୍କର ମୋବାଇଲର କ୍ରୋମ୍ ବ୍ରାଉଜରକୁ ଓପେନ୍ କରିନିଅନ୍ତୁ। କ୍ରୋମ୍ ବ୍ରାଉଜର ଓପେନ୍ କରିନେଲା ପରେ ଆପଣଙ୍କୁ ସର୍ଚ୍ଚରେ UIDAI ଲେଖିକି ଆପଣ ସର୍ଚ୍ଚ କରନ୍ତୁ। ଆପଣ ସର୍ଚ୍ଚ କଲା ପରେ ଆପଣଙ୍କୁ UIDAI ୱେବସାଇଟକୁ ଏଇଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କୁ ଏଇଠି ଲାଙ୍ଗୁଏଜ୍ ପଚାରିବ। ଆପଣ ଓଡ଼ିଆ ଦେଇପାରିବେ କିମ୍ବା ଇଂଲିଶ। ମୁଁ ଇଂଲିଶ ଦେଇଦେଉଛି, ଆପଣ ଇଂଲିଶ ଉପରେ କ୍ଲିକ୍ କରନ୍ତୁ। ଇଂଲିଶ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କୁ ଏମିତି ଏକ ପେଜ୍ ଆସିବ। ଆପଣଙ୍କୁ ତଳକୁ ଆସିବାକୁ ପଡ଼ିବ। ତଳକୁ ଆସିଲା ପରେ ଦେଖିପାରୁଥିବେ ଏଇଠି ଆପଣଙ୍କୁ ଭେରିଫାଇ ଆଧାର ନମ୍ବର ଲେଖା ହେଇଥିବ। ଭେରିଫାଇ ଆଧାର ନମ୍ବର ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଦେଖନ୍ତୁ ଏଇଠି ଲଗ୍ଇନ୍ ୱିଥ୍ ଆଧାର OTP ଲେଖିଛି। ଆପଣଙ୍କୁ ଲଗ୍ଇନ୍ ଉପରେ କ୍ଲିକ୍ କରିବାର ଅଛି। ଲଗ୍ଇନ୍ ଉପରେ ଯେମିତି କ୍ଲିକ୍ କରିବେ ଇଣ୍ଟର ଆଧାର ନମ୍ବର ଉପରେ ଆପଣଙ୍କର ଆଧାର କାର୍ଡ଼ ନମ୍ବର ଦେଇକି ଇଣ୍ଟର କ୍ୟାପଚା ନମ୍ବର ଦେଇକି ଲଗ୍ଇନ୍ ୱିଥ୍ OTPରେ କ୍ଲିକ୍ କରନ୍ତୁ। ଆଧାର ନମ୍ବର କ୍ୟାପଚା ଦେଇ ସାରିଲା ପରେ ଲଗ୍ଇନ୍ ୱିଥ୍ OTPରେ କ୍ଲିକ୍ କରନ୍ତୁ। ଲଗ୍ଇନ୍ ୱିଥ୍ OTPରେ କ୍ଲିକ୍ କଲା ପରେ ଆପଣଙ୍କର ଆଧାର ସହିତ ଲିଙ୍କ ରହିଥିବା ମୋବାଇଲରେ ଏକ OTP ଯିବ। ସେହି OTPକୁ ଏଇଠି ଦେଇଦିଅନ୍ତୁ। OTP ଦେଇ ସାରିଲା ପରେ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଆପଣଙ୍କୁ ଏମିତି ଏକ ଡେସ୍କଟପ୍ଟିଏ ଓପେନ୍ ହେଇଯିବ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ଆଧାର କାର୍ଡ଼ ସହିତ କେଉଁ ବ୍ୟାଙ୍କଟିଏ ଲିଙ୍କ ରହିଅଛି ତାହେଲେ ଆପଣଙ୍କୁ ତଳକୁ ଆସିବାକୁ ପଡ଼ିବ। ଏହିଠି ଦେଖିପାରୁଥିବେ ଆପଣଙ୍କୁ ଏକ ଅପସନ୍ଟିଏ ମିଳୁଛି ବ୍ୟାଙ୍କ ସିଡ଼ିଂ ଟାଟାସ୍। ଆପଣଙ୍କୁ ଏହାରି ଉପରେ କ୍ଲିକ୍ କରିବାର ଅଛି। ଯେମିତି ଆପଣ କ୍ଲିକ୍ କରିବେ ଆପଣଙ୍କୁ ଏକ ଦେଖିପାରୁଥିବେ ଆପଣ ଯେମିତି କ୍ଲିକ୍ କରିବେ ଆପଣଙ୍କର ଆଧାର ନମ୍ବର ଉପରେ ଦେଖେଇବ 4ଟି ଲାଷ୍ଟ ଡିଜିଟ୍ ନମ୍ବର। ଆପଣଙ୍କର ବ୍ୟାଙ୍କ ସହିତ ଆଧାର ଲିଙ୍କ ରହିଥିବା ଆପଣଙ୍କୁ ଏଇଠି ବ୍ୟାଙ୍କ ନେମ୍ ଦେଖେଇଦେବ। ତାହା ଅନୁସାରେ ଆପଣ ଜାଣିପାରିବେ ଆପଣଙ୍କୁ ଏଇଠି ଯେଉଁ ବ୍ୟାଙ୍କ ନେମ୍ ଶୋ କରୁଛି ଆପଣଙ୍କୁ ସେହି ବ୍ୟାଙ୍କରେ 5,000 ଟଙ୍କା ଲେଖା ସୁଭଦ୍ରା ପଇସା ଆସିବ। ଦେଖିପାରୁଥିବେ ଏଇଠି ବ୍ୟାଙ୍କ ସିଡ଼ିଂ ଟାଟାସରେ ଆକ୍ଟିଭ୍ ଅଛି। ତ ଆପଣଙ୍କୁ ଆପଣଙ୍କର ଯେଉଁ ବ୍ୟାଙ୍କଟି ଏଇଠି ଶୋ ହେଉଛି ଆପଣଙ୍କୁ ଆକ୍ଟିଭ୍ ଲେଖା ହେଇଛି, ଆପଣଙ୍କୁ ସେଇ 15 ତାରିଖ ସୁଦ୍ଧା ପଞ୍ଜୀକରଣ କରିସାରିଛନ୍ତି ତାହେଲେ ଆପଣଙ୍କୁ ଏହି ଆକାଉଣ୍ଟରେ ଆପଣଙ୍କର 5,000 ଲେଖାଏଁ ଆସିବ। ତ ଆପଣଙ୍କୁ ଭିଡ଼ିଓଟିଏ ଭଲ ଲାଗିଥିଲେ ତଳେ ଯାଇକି କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।